ओं नमो भगवते वासुदेवाय। श्रीमद्भागवत दशमस्कंद चतुः अशीतितमोऽध्याय। शुक उवाच शृणोहो अभिमन्युसुत कृष्णचरित भागवत। एमन्ते प्रभु नरहरि मनुष्य रूपे अवतरी। स्वभावे माया अप्रमित से काहूँ हेबे पराजित। ताहांकु पीड़न्ति असुरे विनाश हुवन्ति समरे। पशुदुष्टंकर मत एनो हे पुणी परमार्थ। एबे हो सुण नृपमणि द्वारकापुरे हलपाणी। कुरु पांडव घोरतम शुणिले युद्धर उद्यम। मध्यस्थ पणे हलपति तीर्थगमन व्याजमती। पिता मातांकु आज्ञा मागी गुरुपुत्रंक पादे लागी। साधुजनंकु संग करी विजय कले हलधारी। जाई मिलिले कुरुक्षेत्रे परशुरामर कीर्ति जेते। स्नाहान सारी राम हृदे देवता पितृंकु आनंदे। जलतर्पणे तोषी मन ब्राह्मणे देई महादान। गमन्ति सरस्वती तीरे संगे सकल विप्रवरे। हरि हरि बोल। पृथु उदक बिंदुसर एवेनी तीर्थे हलधर। पितृदेवता विप्रे पूजी त्रितकूपकुपुण भजी। सुदर्शन सुविशाल एवेनी तीर्थे कामपाल। आनंदे सारी नित्य कर्म ब्रह्म तीर्थरे आगमन। पुणी मिलिले चक्र तीर्थे सुप्राची सरस्वती पथे। जमुना स्नान सारी धीरे आसी मिलिले गंगा तीरे। तहु चलिले शुद्ध मने मिलिले नैमिषारण्ये। 60,000 ब्रह्म ऋषि यज्ञ करन्ति तहि बसी। रामंकु मुनि जने देखी तक्षणे आसन उपेक्षी। पाछोटी गले किछि दूरे पूजिले अतिथि बेभारे। हेमंते आनी तोष मने रामंकु बसाई आसने। स्तुति करन्ति मुनिगण हेमंते रोमहर्षण। व्यासंक शिष्य से जुकते आसने रामंक ग्रते। बसी कहन्ति कृष्ण कथा देखि पाइले राम व्यथा। मने भाळन्ति कोप चित्ते एत अवज्ञा कला मोते। ए शूद्र होई विप्र मध्ये धर्मादि शिक्षा अनुवादे। गुरुंक प्राय गर्भ कला
ମୋତେ ଆସନ ନତେ ଜିଲା କେମନ୍ତେ ଧର୍ମ ବିପ୍ରଜନେ କହେ ଅନୁବାଦ ବଚନେ ଏବର ମୋତେ ବିପରୀତ ସ୍ୱଭାବେ ପ୍ରତିଲୋମ ଜାତ ଯେଣୁ ଏ ବ୍ୟାସଙ୍କର ଶିଷ୍ୟ ଜାଣଇ ଅତୀତ ଭବିଷ୍ୟ ପୁରାଣ ଇତିହାସ ଆଦି ଏ ସର୍ବଶାସ୍ତ୍ର ଧର୍ମବାଦୀ କେବଳ ଆତ୍ମାକୁ ନ ଜାଣେ ଅବିନୀତ ଏ ପରମାଣେ ଦମ୍ଭେ ଏ ପଣ୍ଡିତ ବୋଲାଇ ମୋତେ ନ ଗଣେ ଗର୍ବ ବହି ନଷ୍ଟ ଦାମ୍ଭିକ ଦୁରାଚାର ସ୍ୱଭାବେ ଗର୍ବ ଅହଙ୍କାର। ହରି ହରି ବୋଲ। ଏହାର ଧର୍ମ ବିଦ୍ୟା ଯେତେ ନିଶ୍ଚେ ନୁହଁ ଗୁଣ ଅର୍ଥେ ଏହାକୁ ଦଣ୍ଡିବାର ଅର୍ଥେ ମୋ ଅବତାର ଏ ଜଗତେ ଏମନ୍ତ ହୃଦୟରେ ବିଚାରି ଅନନ୍ତ ବଳ ଆଗସରି ଯେ ରାମ ଆତ୍ମା ଗୁଣେ ରତ ବିଧାତା ଫଳ ବିପରୀତ ହସ୍ତେ ଯେ ଥିଲା କୁଶ ମୁଷ୍ଟି ତାମସ ଗୁଣେ କୋପ ଦୃଷ୍ଟି କୁଶକୁ ଘେନି ଅତି କୋପେ ମିଳିଲେ ତାହାର ସମୀପେ କୋପେ ପ୍ରଚଣ୍ଡ ଗୁରୁତର କୁଶେ ଛେଦିଲେ ତାର ଶିର ହାହା ଶବଦେ ବିପ୍ରଜନେ ରାମଙ୍କୁ ଚାହିଁ ଖେଦ ମନେ ଶଙ୍କର ଶଣ ମୁଖ ଚାହିଁ ବୋଲନ୍ତି ଶିରେ କର ଦେଇ ଭୁନାଥ ଜଗତ କାରଣ ଏ ବଡ଼ ପାପ ଆଚରଣ ଆଗମ ନିଗମ ଏ ବାଦ ପ୍ରତ୍ୟକ୍ଷେ କଲୁ ବ୍ରହ୍ମବଧ ଭୋନାଥ ମହାଯଜ୍ଞ ଅର୍ଥେ ଏହାଙ୍କୁ ଅଣାଇ ସମସ୍ତେ ବ୍ରହ୍ମା ଆସନେ ବସାଇଲୁ ବଳ ଆୟୁଷ ବିସ୍ତାରିଲୁ ସ୍ଥାପିଲୁ କରି ଅଭିମତ ଯାବତ ଯଜ୍ଞ ସମାପତ ତୁ ଯେବେ କଲୁ ଏଡ଼େ କର୍ମ ଏବେ ଆଚର ଦୀକ୍ଷା ଧର୍ମ ତୁ ଯୋଗେଶ୍ୱର ଭଗବାନ ପାଳ ତୁ ନିଗମ ବଚନ ଲୋକ ସଂଗ୍ରହ ତୁମ୍ଭେ କର ଏ ବ୍ରହ୍ମବଧ ପ୍ରତିକାର ଶୁଣି ଚକିତ ହଳଧର ବୋଲନ୍ତି ଯୋଡ଼ିବେନି କର ନମସ୍ତେ ବ୍ରହ୍ମ ଋଷିଗଣ କହ ହେ ଏହାର କାରଣ ଲୋକ ବ୍ୟବହାରେ ଯଥା ବିଧି ପ୍ରଥମ କଳ୍ପେ ଯେ ପ୍ରସିଦ୍ଧି କହ କି କରିବି ଉପାୟ ଯେମନ୍ତେ ହତ୍ୟା ଜୀବ କ୍ଷୟ ମୁଁ ପୁଣି ତୁମ୍ଭ ଯଜ୍ଞ ଅର୍ଥେ ସାଧିବି ନିଜ ଯୋଗ ମତେ ଏହାଙ୍କୁ ଜିଆଇବି ମୋହି ବଳ ଶୌର୍ଯ୍ୟ ବୁଦ୍ଧି ଦେଇ ସ୍ଥାପିବି ଏ ମୋହର ସତ୍ୟ ଯାବତ ଯଜ୍ଞ ସମାପତ ଏମନ୍ତେ ରାମ ବାକ୍ୟ ଶୁଣି ବିପ୍ରେ ବୋଲନ୍ତି ମନେ ଗୁଣି ଭୁନାଥ ଶୁଣ ହଳଧର ଏ ସତ୍ୟ ବଚନ ଆମ୍ଭର ମରଣେ ନୋହିବ ଏ ଗ୍ରସ୍ତ ତୁମ୍ଭର ବଚନ ଯେ ମନ୍ତ ଯଜ୍ଞେ ଥିବ ଆମ୍ଭ ମେଳେ ଧର୍ମ ସଂଶୟ ପ୍ରଶ୍ନ କାଳେ ବିପ୍ରଙ୍କ ବାକ୍ୟ ସାଧୁ ବାଣୀ ରାମ ବୋଲନ୍ତି ତାହା ଶୁଣି ଆତ୍ମାରୁ ଆତ୍ମାର ସମ୍ଭୂତ ଏ ବେଦ ବାକ୍ୟ ଅନୁମତ ଏହାର ପୁତ୍ରକୁ ବସାଇ ବଳ ଆୟୁଷ ଜ୍ଞାନ ଦେଇ ପିତାହୁଁ ହେଉ ଗୁଣାକାର ଏମନ୍ତ କହି ହଳଧର ତାର ପୁତ୍ରକୁ ସାବଧାନେ ବସାଇ ବ୍ରହ୍ମାର ଆସନେ ବୋଇଲେ ହୁଅ ଜ୍ଞାନ ସିଦ୍ଧି ତାତୁ ଅନେକ ହେଉ ବୃଦ୍ଧି ଏମନ୍ତେ ସ୍ଥାପିତାର ସୂତ ବୋଲନ୍ତି ରେବତୀର କାନ୍ତ ହରି ହରି ବୋଲ। ଏବେ କରିବି କିସ କହ ବିଚାରି ମୋତେ ଆଜ୍ଞା ଦିଅ ଶୁଣି ସାନନ୍ଦ ମୁନିଗଣ ବୋଲନ୍ତି ଶୁଣ ଶଙ୍କର୍ଷଣ ଇଲ୍ୱଳ ନାମେ ମହାସୁର
ବଲ୍ୱଳ ତାହାର କୁମର ନିତ୍ୟ ପାର୍ବଣ ଯୋଗେ ଆସେ ଆମ୍ଭର ଯଜ୍ଞ କର୍ମ ନାଶେ ସେ ଦୁରାଚାର ନାଶ ଗଲେ ଯଜ୍ଞ କରିବୁ ଆମ୍ଭେ ଭଲେ ଶଶୀ ପ୍ରଳୟ ନିଶି ଜାଣି ସଙ୍ଗେ ଅସୁର ବଳ ଆଣି ରାତ୍ରେ ମିଳଇ ଯଜ୍ଞଶାଳେ ରାକ୍ଷସ ମାୟା ଯୋଗ ବଳେ ପୂଜା ଶୁଣିତ ମଳମୂତ୍ର କୁଣ୍ଡେ ବରସେ ଅପ୍ରମିତ ତାହାକୁ କରି ପ୍ରାଣେ ହତ ଆମ୍ଭଙ୍କୁ କରାଅ ନିଶ୍ଚିନ୍ତ ଭାରତ ମଧ୍ୟେ ଯେତେ ପୁରୀ ଦକ୍ଷିଣ ପ୍ରଦକ୍ଷିଣ କରି ଏମନ୍ତେ ଦ୍ୱାଦଶ ଯେ ମାସ ଭ୍ରମିବ ପୁର ଗ୍ରାମ ଦେଶ ଏମନ୍ତେ ହତ୍ୟା ଜୀବନାଶ ନିର୍ମଳେ ନିଜ ପୁରେ ପଶ ବୋଲଇ ବିପ୍ର ଜଗନ୍ନାଥ ତା ଶୁଣି ରାମ କୃତ କୃତ୍ୟ ଅସୁର ଆଗ ମନ ଚାହିଁ ଯଜ୍ଞେ ରହିଲେ ତୋଷ ହୋଇ ଭାବେ ଅସୁର আগমন চাহি ভাবে যজ্ঞে রহিলে তোষ হই। হরি হরি বল। ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং দশমস্কন্ধে উত্তরার্ধে বলদেব চরিত্রে বল্লববধ উপক্রমো নাম চতুঃ অशीतितम অধ্যায়।